ଜୟ ଜଗନ୍ନାଥ ସାଙ୍ଗମାନେ। ଭିଡ଼ିଓଟି ଦେଖିବା ଆଗରୁ ଟିକେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତୁ। କାବୁଙ୍କ ବୋଉ ମାଙ୍କ ଦେହ ତାଙ୍କର ଭଲ ନାହିଁ। ଦୟାକରି କିଛି ଏମିତି ଲୋକ ଅଛନ୍ତି ସାଙ୍ଗମାନେ ତାଙ୍କୁ ବହୁତ ହଇରାଣ କରୁଛନ୍ତି, ଦୟାକରି କରନ୍ତୁ ନାହିଁ। ଏଇଟା ପୁରା ସିରିୟସ୍ କଥା। ତାଙ୍କ ମାଆ ହସ୍ପିଟାଲରେ ଆଡ଼ମିଟ୍ ହେବାକୁ ଯାଉଛନ୍ତି କାଲି। ଆଜି ଆମେ ଯାଇଥିଲୁ, କାଲି ବି ଆମେ ବହୁତ ଏପଟ ସେପଟ ହେଇଛୁ। ଆଉ ଆଜି ବି ଯାଇଥିଲୁ ଏମ୍ସ। ସେଠି ଆମେ 2-3 ଜଣ ଭାଇ ଆମକୁ ହେଲ୍ପ ବି କରୁଛନ୍ତି, ଧନ୍ୟବାଦ ସେମାନଙ୍କୁ। ଆଉ ଭାଇ ଦେଖନ୍ତୁ, ଗୋଟେ କଥା ସମସ୍ତଙ୍କୁ ରିକ୍ୱେଷ୍ଟ କରିବି, ଆପଣ ଯାହାମାନଙ୍କ ସହିତ ମିଶନ୍ତୁ ବି ପୁରା ନିଷ୍ଠାର ସହିତ ତାଙ୍କ ସହିତ ମିଶନ୍ତୁ। କାହିଁକିନା ଗୋଟେ ମେଡ଼ିକାଲ କେସ୍ ପଡ଼ିଲେ ତାଙ୍କ ଉପରେ କ'ଣ ପ୍ରଭାବ ପଡ଼ିବେ ଏ ଦୁନିଆ ହିଁ ଜାଣିଛି। ତେଣୁକରି ଆପଣ ଯେତେ ଟଙ୍କା ଥାଉ, ନେମ୍ ଫେମ୍ ଯେତେ କମାନ୍ତୁ, କିଛି ମୂଲ୍ୟ ରହିବନି ଯଦି ଆପଣ ତାଙ୍କ ପାଖରେ ରହିବନି। ଆଉ ଆପଣଙ୍କର ଯାହା ବି ଅସୁବିଧା ହେବ, ଆଉ ସେ ତଳ ଲୋକଟା ଆପଣଙ୍କ ପାଇଁ ଠିଆ ହେଇଥିବ। ଆଉ ଯେଡ଼େ ବଡ଼ ଲୋକଙ୍କ ସହିତ ମିଶ, ସେ କେବେ ତୁମ ହସ୍ପିଟାଲରେ ପହଞ୍ଚିବନି। ଆଉ ପହଞ୍ଚିଲେ ବି ଦେଖା କରିକି ଆସିବ। କେବେ ରହିବ? ଜମା ରହିବେନି। ଆଉ କ'ଣ ତାଙ୍କ ସହିତ ମିଶି ଲାଭ କ'ଣ ଭାଇ? କିଛି ଲାଭ ନାହିଁ ଭାଇ। ଜଗନ୍ନାଥଙ୍କୁ ମୋର ଏତିକି ପ୍ରାର୍ଥନା, ତାଙ୍କ ଦେହ ଜଲ୍ଦି ସୁସ୍ଥ କରିଦିଅନ୍ତୁ। ଇଭିନ୍ ତାଙ୍କ ବାପାଙ୍କ ଦେହ ବି ଭଲ ନାହିଁ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କାମନା କରନ୍ତୁ। ଖାସ୍ କରି ସେ କାବୁ ମହାନ୍ତଙ୍କ ବୋଉ, ମାଉସୀଙ୍କ ଦେହ ବହୁତ ଖରାପ ଅଛି। ଏତିକି ଥିଲା ମୋର ଅନୁରୋଧ। ଭିଡ଼ିଓଟି ଭଲ ଲାଗିଥିଲେ କିଛି କରିବା ଦରକାର ନାହିଁ। ପ୍ରଭୁ ଜଗନ୍ନାଥଙ୍କୁ ଡାକନ୍ତୁ, ଶୀଘ୍ର ଭଲ ହେଇଯିବ। ରହିଲି, ଜୟ ଜଗନ୍ନାଥ।